ମୋ କବିତାର ଶୀର୍ଷକ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟା। ବୈଶାଖ ମାସରେ ଅକ୍ଷୟ ତୃତୀୟା, ଶୁକ୍ଳ ପକ୍ଷ ତୃତୀୟାରେ ମୃଗଶିରାପୁଣି ରୋହିଣୀ ନକ୍ଷତ୍ର ଅମୃତ ବେଳା ଘଡ଼ିରେ ଏହି ଦିବସରେ ଦାନ କର୍ମ ଯଜ୍ଞ ଯାହା କରିଥିବେ ଅଚିରେ, କର୍ମର ପୁଣ୍ୟ ଅକ୍ଷୟ ରହିବ ମାହେନ୍ଦ୍ର ବେଳା ଘଡ଼ିରେ। ଏହି ଦିବସରେ ନାରାୟଣ ବିଷ୍ଣୁ ସତ୍ୟ ଯୋଗ ଆରମ୍ଭିଲେ, ମତ୍ସ୍ୟ ଅବତାର ନେଇଥିଲେ ପ୍ରଭୁ କୃଷକ ଦିବସ ପରେ। ପ୍ରଭୁଙ୍କ ପାଖରେ ସମର୍ପିତ ହୋଇ ସୁନା ରୂପା ହୀରା କିଣିବା, ଗଣେଶ ପ୍ରଭୁଙ୍କୁ ଉପାସନା କରି ସୁଖ ଶାନ୍ତି ଲାଭ କରିବା। ଗଣେଶ କୁବେର ଆଣ୍ଠୁଆ ଗୋପାଳ ଲକ୍ଷ୍ମୀ ନାରାୟଣ ମୂର୍ତ୍ତି, ଧଳା କଉଡ଼ି ଓ ନଡ଼ିଆ ସିନ୍ଦୁର ଶଙ୍ଖ କିଣ ଦକ୍ଷିଣାବର୍ତ୍ତୀ। ପାନ ଗୁଆ ମୋତି ବାସନ କିଣିବା, ତୁଳସୀ ଅପରାଜିତା ବେଲ ଓ ଅଁଳା ସାଥିରେ ମାଳତୀ ଗଛଟିଏ ଲଗେଇବା। ଗୃହ ପ୍ରତିଷ୍ଠା ଓ ଜମି କ୍ରୟ ପୁଣି ପଥର ଲକ୍ଷ୍ମୀ ଗଣେଶ ବିଭିନ୍ନ ମୂର୍ତ୍ତିକୁ କିଣିବି ପାରିବେ, ଲଭିବେ ବହୁ ଆଶିଷ। ମୁଠି ଅନୁକୂଳ ରଥ ଅନୁକୂଳ ସବୁ ଶୁଭ କାର୍ଯ୍ୟ ପୁଣି ଅକ୍ଷୟ ତୃତୀୟା ଅକ୍ଷୟ ସତରେ ଯେତେ ପୁଣ୍ୟ ଥିବ ଆଣି। ମୁଠି ଅନୁକୂଳ ରଥ ଅନୁକୂଳ ସବୁ ଶୁଭ କାର୍ଯ୍ୟ ପୁଣି ଅକ୍ଷୟ ତୃତୀୟା ଅକ୍ଷୟ ସତରେ ଯେତେ ପୁଣ୍ୟ ଥିବ ଆଣି। ଧନ୍ୟବାଦ।